ସେମାନେ ଯୋଉମାନେ ସମୀକରଣ ତିଆରି କରୁଛନ୍ତି ସେମାନେ ଜାଣିଥିବେ କେତେ ସଫଳ ହେବେ କି କେତେ ବିଫଳ ହେବେ। ସେମାନଙ୍କ ଭିତରୁ ବହୁତ ନେତା ଆଗରୁ ଦଳ ତିଆରି କରିଛନ୍ତି ଏବଂ ଦଳ ବର୍ଷେ 2 ବର୍ଷରେ ତାଙ୍କର ଦଳ ଉଭା ନେଇଯାଇଛି। ଦଳ ଯେତେ ପ୍ରକାର ଦଳ ତିଆରି ହେଲେ ବି ଓଡ଼ିଶାରେ ବିଜୁ ଜନତା ଦଳର କୌଣସି କ୍ଷତି ହେବ ନାହିଁ ଏବଂ ସାରା ଓଡ଼ିଶା ଲୋକ ଏଠି ବିଜୁ ବାବୁଙ୍କୁ ଭଲ ପାଆନ୍ତି, ନବୀନ ପଟ୍ଟନାୟକଙ୍କୁ ଭଲ ପାଆନ୍ତି। ଯେତେ ପ୍ରକାର ଦଳ ତିଆରି କଲେ ମଧ୍ୟ ବିଜୁ ଜନତା ଦଳର ନବୀନ ପଟ୍ଟନାୟକଙ୍କ କୌଣସି କ୍ଷତି ହେବ ନାହିଁ। ଯିଏ ଯୋଉ ସମୀକରଣ ତିଆରି କରୁଛନ୍ତି ତାଙ୍କର ସିଏ ଜାଣିଥିବେ, ଲୋକ ଯଦି ତାଙ୍କୁ ଭଲ ପାଉଥିବେ ସେ ସମୀକରଣ ତିଆରି କରିବେ, ଦଳ ତିଆରି କରିବେ। ଭବିଷ୍ୟତ କହିବ ଲୋକମାନେ କେତେ ଦୂର ତାଙ୍କୁ ଗ୍ରହଣ କରିବେ। ସେମାନେ କହୁଛନ୍ତି ସବୁ ଦଳରୁ ସେମାନଙ୍କ ଲିଙ୍କରେ ଅଛନ୍ତି, ଆପଣ ଦଳରୁ ବି ଥାଇପାରନ୍ତି, ଅଡୁଆ ହବ ନା କଣ ପାଇଁ? ଆମ ଦଳରୁ ଯିଏ ଯାଇଛନ୍ତି ବହୁତ ଲୋକ ଯାଇଛନ୍ତି। କଣ ଅସୁବିଧା ହେଇଛି ଆପଣ କହିଲେ? ଦଳ ବାରମ୍ବାର ଯେତେ ଲୋକ ଯାଇଛନ୍ତି, ଯୋଉ ଥର ବେଶୀ ଲୋକ ଯାଇଛନ୍ତି ସେଥର ଆମେ ଅଧିକା ଭୋଟରେ ଜିତିଛୁ। ଦଳରୁ ଯିଏ ବିଶୃଙ୍ଖଳିତ ଆଚରଣ ଯେତେବେଳେ ଯିଏ କରିଛନ୍ତି ସେତେବେଳେ ମାନ୍ୟବର ସଭାପତି ତାଙ୍କୁ ବିଦା କରିଛନ୍ତି। ଯେତେବେଳେ ସେ ବିଦା ହେଇଛନ୍ତି ଦଳର କୌଣସି କ୍ଷତି ତ କେତେବେଳେ ହେଇନାହିଁ। ଏବେ ଯୋଉମାନେ ଯାଇଛନ୍ତି ସେମାନେ ଦଳରୁ ସସ୍ପେଣ୍ଡ, ସେ କାହାକୁ ଚ୍ୟାଲେଞ୍ଜ କରିକି କିପରି ଭାବରେ ବିଜେପି କି ଚ୍ୟାଲେଞ୍ଜ କରୁଛନ୍ତି କି ବିଜେଡି କି ଚ୍ୟାଲେଞ୍ଜ କରୁଛନ୍ତି କି କଂଗ୍ରେସକୁ ଚ୍ୟାଲେଞ୍ଜ କରୁଛନ୍ତି, ସେ କେତେ ଦିନ ପର୍ଯ୍ୟନ୍ତ ତିଷ୍ଠି ରହୁଛନ୍ତି ଆପଣ ଦେଖନ୍ତୁ। ସେମାନେ ତାଙ୍କ ନିଜ ଓଜନ ଏବଂ ତାଙ୍କର ନିଜର ଯୋଉ ନେତୃତ୍ୱ ଅଛି ସେ ନେତୃତ୍ୱକୁ ମାପି ଚୁପି ତାଙ୍କର ଯାହା କରିବା କଥା କରିବେ। କିନ୍ତୁ କିଏ କିଏ ମିଶିଛନ୍ତି, କୋଉଠି ଆଲୋଚନା ହଉଛି, କୋଉଠି ଚର୍ଚ୍ଚା ହଉଛି, ଆମର ତାଙ୍କ ସହିତ ସମ୍ପର୍କ ନାହିଁ।